ପିଲାମାନେ ପିଲାମାନେ ଆସ ଆଜି ଗପ ଶୁଣିବା। ଆଜିର ଗପ କଣ? କାଲି ଆମେ ଗପ ଶୁଣିଥିଲେ କଣ ନା ମହାଭାରତର କଥା ଶୁଣିଥିଲେ ଯେ କାହିଁକି ଦ୍ରୌପଦୀ ହସିଲେ। ଶୁଣିଲ? ଆଜି ଆମେ ତାଙ୍କରି ବିଷୟରେ ଆଉ ଗୋଟେ କଥା ଶୁଣିବା। କଣ ନା ଦ୍ରୌପଦୀ ଠିକଣା ଭୁଲ କରିଦେଇଥିଲେ। ତମମାନେ ଆଶ୍ଚର୍ଯ୍ୟ ହେଇଯାଉଥିବ ଯେ ଦ୍ରୌପଦୀ କଣ ଠିକଣା ଭୁଲ କଲେ। ଗୋଟେ କଥା କହିବି ତୁମମାନଙ୍କୁ। ଯେତେବେଳେ ଯାଇଥିଲେ ବିତାଡ଼ିତ ହେଇକିରି ବସା ଖେଳରେ ହାରିକିରି ପଞ୍ଚୁପାଣ୍ଡବ, ଦ୍ରୌପଦୀ ଏବଂ କୁନ୍ତୀ ସମସ୍ତେ ଯାଇଥିଲେ। ସେ ସମୟରେ ଥରେ ଯେତେବେଳେ ସେ ବଣରେ ଥିଲେ, ଥରେ ଶ୍ରୀକୃଷ୍ଣ ଦ୍ରୌପଦୀ ଏବଂ ପଞ୍ଚୁପାଣ୍ଡବଙ୍କୁ ଦେଖା କରିବା ପାଇଁ ଯାଇଥିଲେ। ତମମାନେ ଜାଣିଛ ଶ୍ରୀକୃଷ୍ଣ ହଉଛନ୍ତି ତାଙ୍କର ପିଇସି ପୁଅ ଭାଇ। କାହାର ନା ଏ ଅର୍ଜୁନଙ୍କର ମା କୁନ୍ତୀ ହଉଛନ୍ତି କାହାର ପିଇସି ନା ଶ୍ରୀକୃଷ୍ଣଙ୍କର ପିଇସି। ଅର୍ଜୁନ ହଉଛନ୍ତି ତାଙ୍କର ଅର୍ଜୁନ ଯୁଧିଷ୍ଠିର, ପଞ୍ଚୁପାଣ୍ଡବ ହଉଛନ୍ତି ଶ୍ରୀକୃଷ୍ଣଙ୍କର ପିଇସି ପୁଅ ଭାଇ। ତେଣୁ ତାଙ୍କୁ ସେ ଗୋଟେ ଅସମୟରେ ମଣିଷ ଅସମୟରେ ଠିଆ ହେବା କଥା। ତେଣୁ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଅସମୟରେ ତାଙ୍କ ପାଖକୁ ଯାଇଥିଲେ। ଏମିତି ଏକ ସମୟରେ କାରଣ ବହୁତ ଭଲ ବନ୍ଧୁ, ଦ୍ରୌପଦୀଙ୍କର ବହୁତ ଭଲ ସାଥୀ, ଭଲ ବନ୍ଧୁ ହଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ତେଣୁ ଭଗବାନ ଶ୍ରୀକୃଷ୍ଣ ଦ୍ରୌପଦୀ ଥରେ କଥା ହେଉଥିଲେ। ବସି କଥା ହେଲେ, କହିଲେ, ଦ୍ରୌପଦୀ ପଚାରିଲେ ଯେ ହେ ସଖା, ହେ ଶ୍ରୀକୃଷ୍ଣ, ମୁଁ ତୁମକୁ ଗୋଟେ କଥା ପଚାରିବି। ସେଠୁ ଶ୍ରୀକୃଷ୍ଣ କହିଲେ ହଁ ପଚାର, କଣ ପଚାରିବାର ଅଛି ମତେ ପଚାର। ସେଠୁ ଦ୍ରୌପଦୀ କହିଲେ ଯେ ହେ ବାସୁଦେବ, ଯେତେବେଳେ ମତେ କୁରୁସଭା ତଳେ ବିବସ୍ତ୍ର କରାଯାଉଥିଲା, ଦୁଶାସନ ଯେତେବେଳେ ମତେ ମୋର ବସ୍ତ୍ରକୁ ଟାଣିକିରି ବାହାର କରିଦେଉଥିଲା, ସେତେବେଳେ ମୋର ବିକଳ ହେଇକିରି ଆପଣଙ୍କୁ ଡାକୁଥିଲି। କାରଣ ତୁମେ ହଉଛ ସର୍ବଶକ୍ତିମାନ, ସର୍ବବିଦ୍ୟମାନ ଭଗବାନ। ମୁଁ ତୁମକୁ ଜାଣିଛି, ମୁଁ ତୁମକୁ ଡାକୁଥିଲି। ତୁମେ କାହିଁକି ମତେ ବସ୍ତ୍ର ଦବାରେ ବା ଲୁଗା ଦବାରେ ତମେ କାହିଁ ମତେ ଏତେ ଡେରି କଲ? ଦୁଶାସନ ମତେ ଟାଣି ଟାଣିକି ଆଣିକି ଉଲଗ୍ନ କରିବା ପର୍ଯ୍ୟନ୍ତ ଗଲା, ତମେ ମତେ ଏତେ ଡେରିରେ କାହିଁକି ବସ୍ତ୍ର ଦାନ କଲ? ଶ୍ରୀକୃଷ୍ଣ ଟିକେ ହସିଲେ, କହିଲେ ଏଇଟା ମୋର ଭୁଲ ନୁହେଁ ଦ୍ରୌପଦୀ, ତୁମେ ମନେ ପକାଅ, ତୁମେ ଠିକଣା ଭୁଲ କରିଦେଇଥିଲ। ତ ଦ୍ରୌପଦୀ କହିଲେ କଣ ମୁଁ ଠିକଣା ଭୁଲ କରିଦେଇଥିଲି? ନା ମନେ ପକାଅ ତ। ତମେ ପ୍ରଥମେ କହିଲ ମତେ କଣ ନା ବୈକୁଣ୍ଠ, ହେ ବୈକୁଣ୍ଠ ନିବାସୀ କୃଷ୍ଣ। ମୁଁ ସେତେବେଳେ ବୈକୁଣ୍ଠରେ ନଥିଲି। ମୁଁ ସେତେବେଳେ କୋଉଠି ଥିଲି? ନା ମୁଁ ସେତେବେଳେ ଦ୍ୱାରିକାରେ ଥିଲି। ତାପରେ ତୁମେ ସାଙ୍ଗେ ସାଙ୍ଗେ କହିଲ ତମେ ଯେତେବେଳେ କହିଲ ବୈକୁଣ୍ଠ ନିବାସୀ କୃଷ୍ଣ, ମୁଁ ଦ୍ୱାରିକାରୁ ବୈକୁଣ୍ଠକୁ ଦୌଡ଼ିଲି। ତେଣୁ ସେଠୁ ସେ କହିଲେ ତାପରେ ତମେ ମନେ ପକାଅ। ତମେ କହିଲ ଯେ ନାଇଁ ଗୋପପୁର ନିବାସୀ କୃଷ୍ଣ, ହେ ଗୋପପୁର ନିବାସୀ, ଗୋକୁଳ ନିବାସୀ କୃଷ୍ଣ ବୋଲି କହିଲ। ପୁଣି ଗୋପପୁର ଦୌଡ଼ିଲି। ତାପରେ ମୁଁ ଯେତେବେଳେ ଗୋପପୁରରେ ପହଞ୍ଚିଲି, ପୁଣି ତୁମେ କହିଲ ଯେ ହେ ଦ୍ୱାରିକା ନିବାସୀ କୃଷ୍ଣ, ମୁଁ ପୁଣି ଦ୍ୱାରିକାକୁ ଆସିଲି। ମନେ ପକାଅ। ତାପରେ ତୁମେ କହିଲ ଯେ ହେ ହୃଦୟ ନିବାସୀ କୃଷ୍ଣ, ହେ ହୃଦୟ ନିବାସୀ କୃଷ୍ଣ। ଦେଖ ମନେ ପକାଅ, ତୁମେ ଯେତେବେଳେ ସାଙ୍ଗେ ସାଙ୍ଗେ ହୃଦୟ ନିବାସୀ କୃଷ୍ଣ ବୋଲି କହିଲ, ସେତେବେଳେ ମୁଁ ସାଙ୍ଗେ ସାଙ୍ଗେ ତୁମ ହୃଦୟରୁ ବାହାରିକିରି ତୁମକୁ ବସ୍ତ୍ର ଦାନ କରିଥିଲି ବା ତୁମର ସମ୍ମାନକୁ ମୁଁ ଜଗିଥିଲି। ଏଠୁ ଦ୍ରୌପଦୀ ଆଶ୍ଚର୍ଯ୍ୟ ହେଇଗଲେ, କହିଲେ ସଖା, ହେ କୃଷ୍ଣ, ଏ କଥା କାହିଁ କହିଲ? ହଁ ତ ମୁଁ ତ ଠିକଣା ଭୁଲ କରିଦେଇଥିଲି, କିନ୍ତୁ ମୁଁ କେମିତି ଜାଣିଲି? ଶ୍ରୀକୃଷ୍ଣ କହିଲେ ହଁ, ଭଗବାନ ବୈକୁଣ୍ଠରେ ନଥାନ୍ତି, ଭଗବାନ ଦ୍ୱାରିକା ନିବାସୀ ନୁହନ୍ତି, ଭଗବାନ ବୈକୁଣ୍ଠ ନିବାସୀ ନୁହନ୍ତି, ଭଗବାନ ଗୋକୁଳ ନିବାସୀ ନୁହନ୍ତି, ଭଗବାନ ହଉଛନ୍ତି ହୃଦୟ ନିବାସୀ, ଘଟ ଘଟ ବାସୀ, ଅନ୍ତର ନିବାସୀ। ଭଗବାନ ଶ୍ରୀକୃଷ୍ଣ ବା ଭଗବାନ ପ୍ରତ୍ୟେକ ମଣିଷ ହୃଦୟରେ ନିବାସ କରନ୍ତି, ପ୍ରତ୍ୟେକ ହୃଦୟରେ ବାସ କରନ୍ତି। ତେଣୁ ତୁମେ ଯେତେବେଳେ କହିଲ ହେ ହୃଦୟ ନିବାସୀ କୃଷ୍ଣ, ସେତେବେଳେ ମୁଁ ତୁମ ହୃଦୟ ଭିତରେ ଥିଲି। ମୁଁ ହୃଦୟ ଭିତରୁ ବାହାରିକି ତୁମକୁ ସାଙ୍ଗେ ସାଙ୍ଗେ ତୁମର ସମ୍ମାନ ରକ୍ଷା କଲି, ତୁମକୁ ବସ୍ତ୍ର ଦାନ କଲି। ସେମିତି ପିଲାମାନେ ଶୁଣ, ଭଗବାନ ନା ମନ୍ଦିର, ନା ମସଜିଦ, ନା ଗିର୍ଜା, ନା ଗୁରୁଦ୍ୱାର, ଭଗବାନ ସେଠି ନଥାନ୍ତି। ଭଗବାନ ପ୍ରତ୍ୟେକ ମଣିଷ ହୃଦୟ ଭିତରେ ଥାନ୍ତି। ତେଣୁ ପ୍ରତ୍ୟେକ ପ୍ରାଣୀର ଅନ୍ତର ଭିତରେ ଈଶ୍ୱର ଥାନ୍ତି। ଆଜି ମନେ ରଖ,
भगवान होचंदी हृदय निवासी। तेणु प्रत्येक प्राणी को, प्रत्येक मनुष्य को सम्मान दिया। प्रत्येक प्राणी मनुष्य को भल पाओ। द्रौपदी कथार शुणिल तो। तेणु तुम्हें तो ठिकଣା भूली जाऊच। तेणु भगवान होचंदी प्रकृत ठिकଣା होची हमर हृदय। तेणु प्रत्येक मनुष्य हृदय भीतर ईश्वर को अनुभव करिवा। आज आम द्रौपदी कथार ये कथाटे शिखिले तमें भगवान को प्रत्येक हृदय भगवान स्वरूप भाविकी समस्त को सम्मान दवा पिला माने। आज गपर कौन थिला ना जे द्रौपदी ठिकଣା भूली जाइथिले। शुणिल तो। आज ये पुणी आसंता काली तुम मान आ गोटे गप नहीं आसबि। तुम मैंने गप शुणु था एवं निजे निजे निजर नैतिक साहस को बढ़ाऊ था, चरित्र को परिमार्जित करू था। ये रही आज